ଭାଷା ଦିବସରେ ମାନପତ୍ର, ଅଗଷ୍ଟରେ ପୁରସ୍କାର ଦେବେ ବିଡିଓ। ଅଲଚିକି ଭାଷା ଦିବସରେ କୃତଜ୍ଞତା ପ୍ରମାଣପତ୍ର ଓ ଆସନ୍ତା ଅଗଷ୍ଟ 15ରେ ପୁରସ୍କାର ଦେବା ପାଇଁ ବିଡିଓ ଜାମଦା ଘୋଷଣା କରିଥିଲେ। ଡିସେମ୍ବର 22 ତାରିଖ ଦିନ ସାମ୍ବିଧାନିକ ସ୍ୱୀକୃତି ଅଲଚିକି ଭାଷା ଦିବସ ପାଳନ ଅବସରରେ ବିଡିଓ ଦେବାଶିଷ ପଣ୍ଡା, ଶ୍ରଦ୍ଧାସୁମନ ପଣ୍ଡିତ, ରଘୁନାଥ ମୁର୍ମୁଙ୍କ ତୈଳଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ସାଂସଦ ପ୍ରତିନିଧି ବିଜୁ ଗୋପାଳ ଗୋପ, ବିଧାୟକ ପ୍ରତିନିଧି ଭୀମପୂର୍ତ୍ତି ସାଉତା, ମାଳୱା ଚାୟରେଟ୍, ରଘୁନାଥ ହାଁସଦା, ପୂର୍ବତନ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ବଡ଼ସିହା ମାଝୀ ବାବାଙ୍କ ପ୍ରତିନିଧି ନାରାୟଣ ମୁର୍ମୁ ମଞ୍ଚାସୀନ ଥିବା କାର୍ଯ୍ୟକ୍ରମରେ ଜାମଦା ବ୍ଲକର ସମସ୍ତ ମାଝୀ ବାବା, ମୁଣ୍ଡା ବାବା, ନାୟା ବାବାମାନଙ୍କୁ ସ୍କୁଲରେ ଚାଲିଥିବା ଅଲଚିକି ୱାରାଙ୍ଗ ଚିତି ମୁଣ୍ଡାରୀ ଲିପି ସମ୍ବନ୍ଧରେ ବିଇଓଙ୍କ ପ୍ରତିନିଧି ବୁଧୁରାୟ ହେମ୍ରମ ଶିବିରରେ ତଥ୍ୟ ପ୍ରଦାନ କରିଥିଲେ। ତହସିଲଦାରଙ୍କ ପ୍ରତିନିଧି ଆର୍ଏସ୍ ସୁବାସ ହାଁସଦା, ପେସା କୋର୍ଡିନେଟର ଦୀପିକା ପ୍ରଧାନ, ଏପିଓ ସିଦ୍ଧାର୍ଥ ପାଲ, ଏମ୍ଆଇ ହେମନ୍ତ ନାୟକ, ବିପିସି କେଶ୍ୱରୀ ସୋରେନ, ବିଏସ୍ଏସ୍ଓ ଦେବସ୍ମିତା ହାଁସଦା, ଶୁଭଲକ୍ଷ୍ମୀ ଦାସ, ପ୍ରିୟା ମୁର୍ମୁ, ଶୁଭାଶିଷ ଦାସ, ଆଇନ ସ୍ୱେଚ୍ଛାସେବୀ ଦୁଃଖୀରାମ ମୁର୍ମୁ ଯଥାକ୍ରମେ ଜମିଜମା, ଗ୍ରାମସଭା, ପେସା ଆକ୍ଟ, ମନରେଗା, ପିଡିଏସ୍, ପିଏମ୍ୱାଇ ଭତ୍ତା, କୃଷି ଉଦ୍ୟାନ, ଜଙ୍ଗଲ ଜମି ଆଇନ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରରେ ସାଉଁତା ମାଝୀ, ଛୋଟ ମାଝୀ, ଗ୍ରାମ ପ୍ରଧାନମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଡିଓ କୃତଜ୍ଞତା ପ୍ରମାଣପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାଛଡ଼ା ସରକାରୀ ଯୋଜନାରେ ସାମିଲ ହେବାକୁ ମଧ୍ୟ ଆମନ୍ତ୍ରଣ କରିଥିଲେ। ସରକାରୀ ଯୋଜନାରେ ନିଜ ଗ୍ରାମଟି ସଫଳ ରୂପାୟନ କଲେ ଗ୍ରାମଟିର ସାମାଜିକ, ଆର୍ଥିକ ସ୍ୱଚ୍ଛଳ ଓ ସ୍ୱଚ୍ଛ ଭାରତ ମିଶନରେ ନିଜକୁ ସାମିଲ କରାଇଥିବାରୁ ଗ୍ରାମକୁ ଚିହ୍ନଟ କରି ଗ୍ରାମ ପ୍ରଧାନମାନଙ୍କୁ ଆସନ୍ତା ଅଗଷ୍ଟ 15ରେ ପୁରସ୍କାର କରିବାକୁ ଘୋଷଣା କରାଯାଇଥିଲା। ଶେଷରେ ଜାମଦା ବ୍ରାଞ୍ଚ ଆସେକାର ଉପସଭାପତି ଲକ୍ଷ୍ମଣ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ, ଖୋଲା ଖବର ଟିଭି।